Hello everyone, welcome to Priyanshi Study Circle. ମୁଁ ଆଜି ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଇତିହାସ ବହିର ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ବିଷୟରେ କିଛି MCQ ନେଇ ଆସିଛି, ଯାହାକି NIMS ଏବଂ NRTS ପରୀକ୍ଷା ଉପଯୋଗୀ। ଚାଲନ୍ତୁ ତାହାକୁ ଆଲୋଚନା କରିବା। ପ୍ରଶ୍ନ 1, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା? ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା? ନା ଉତ୍ତର ହେଲା ବମ୍ବେ। ପ୍ରଶ୍ନ 2, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ନିମ୍ନୋକ୍ତ କିଏ ସଭାପତିତ୍ୱ କରିଥିଲେ? ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ? କିଏ? ନା ଉତ୍ତର ହେଲା ଉମେଶ ଚନ୍ଦ୍ର ବାନାର୍ଜୀ। ପ୍ରଶ୍ନ 3, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କେତେଜଣ ପ୍ରତିନିଧି ଯୋଗ ଦେଇଥିଲେ? ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କେତେଜଣ ପ୍ରତିନିଧି ଯୋଗ ଦେଇଥିଲେ? କେତେଜଣ? ନା ଉତ୍ତର ହେଲା 72। ପ୍ରଶ୍ନ 4, ନିମ୍ନୋକ୍ତ ମଧ୍ୟରୁ କିଏ ନରମପନ୍ଥୀ ଥିଲେ? କିଏ ନରମପନ୍ଥୀ କିଏ ଥିଲେ? ନା ଉତ୍ତର ହେଲା ମହାଦେବ ଗୋବିନ୍ଦ ରାଣାଡେ। ପ୍ରଶ୍ନ 5, ନିମ୍ନୋକ୍ତ ମଧ୍ୟରୁ କିଏ ଚରମପନ୍ଥୀ ଥିଲେ? କିଏ ଚରମପନ୍ଥୀ ଥିଲେ? ନା ଉତ୍ତର ହେଲା ଲାଲା ଲାଜପତ ରାୟ। ପ୍ରଶ୍ନ 6, ନିମ୍ନୋକ୍ତ କେଉଁ ଦେଶରେ ସ୍ୱଦେଶୀ ଶିଳ୍ପର ବିକାଶ ପାଇଁ ସ୍ୱଦେଶୀ ଆନ୍ଦୋଳନ ହୋଇଥିଲା? କେଉଁ ଦେଶରେ? ନା ଉତ୍ତର ହେଲା ଚୀନ। ପ୍ରଶ୍ନ 7, ବନ୍ଦେ ମାତରମ୍ କବିତାର ରଚୟିତା ନିମ୍ନୋକ୍ତ ମଧ୍ୟରୁ କିଏ ଅଟନ୍ତି? ବନ୍ଦେ ମାତରମ୍ କବିତାର ରଚୟିତା କିଏ? କିଏ? ଉତ୍ତର ହେଲା ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ପ୍ରଶ୍ନ 8, ନିମ୍ନୋକ୍ତ କିଏ ପ୍ରକାଶ କରିଥିଲେ ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର? କିଏ ପ୍ରକାଶ କରିଥିଲେ ଯେ ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର ବୋଲି? କିଏ? ନା ଉତ୍ତର ହେଲା ବାଲ ଗଙ୍ଗାଧର ତିଲକ। ପ୍ରଶ୍ନ 9, ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ନା ଉତ୍ତର ହେଲା କଲିକତା। ପ୍ରଶ୍ନ 10, ଭାରତୀୟ ଜାତୀୟ କଂଗ୍ରେସର ପଞ୍ଚମ ଅଧିବେଶନ ନିମ୍ନୋକ୍ତ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ପଞ୍ଚମ ଅଧିବେଶନଟି କେଉଁଠାରେ? ନା ଉତ୍ତର ହେଲା ବମ୍ବେ। ପ୍ରଶ୍ନ 11, ଗୋପାଳ ହରି ଦେଶମୁଖେ ନିମ୍ନୋକ୍ତ କାହା ଉପରେ ଗୁରୁତ୍ୱ ଦେଉଥିଲେ? କାହା ଉପରେ ଗୁରୁତ୍ୱ ଦେଉଥିଲେ? ନା ଉତ୍ତର ହେଲା ଦେଶାତ୍ମବୋଧ। ପ୍ରଶ୍ନ 12, କେଉଁ କାରଣରୁ ଭାରତୀୟମାନେ ପାଶ୍ଚାତ୍ୟ ଗଣତନ୍ତ୍ର, ସ୍ୱାଧୀନତା, ସାହିତ୍ୟ, ଦର୍ଶନ, ରୀତିନୀତି ସମ୍ବନ୍ଧରେ ଜାଣିପାରିଥିଲେ? କେଉଁ କାରଣରୁ? ନା ଉତ୍ତର ହେଲା ଇଂରେଜ ଭାଷା ଓ ଶିକ୍ଷା ଯୋଗୁଁ। ପ୍ରଶ୍ନ 13, ଆନନ୍ଦମଠ ଉପନ୍ୟାସର ରଚୟିତା କିଏ? କିଏ? ନା ଉତ୍ତର ହେଲା ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ପ୍ରଶ୍ନ 14, ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ନିମନ୍ତେ ମେଧାବୀ ଭାରତୀୟ ଛାତ୍ରମାନେ କେଉଁ ଦେଶକୁ ଯାଉଥିଲେ? କେଉଁ ଦେଶକୁ? ନା ଉତ୍ତର ହେଲା ଇଂଲଣ୍ଡ। ପ୍ରଶ୍ନ 15, ଲର୍ଡ ରିପନଙ୍କ ଦ୍ୱାରା ପ୍ରଚଳିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟମାନଙ୍କ ମନରେ କେଉଁ ଚେତନା ସୃଷ୍ଟି କରିଥିଲା? କେଉଁ ଚେତନା ସୃଷ୍ଟି କରିଥିଲା? ନା ଉତ୍ତର ହେଲା ରାଜନୈତିକ। ପ୍ରଶ୍ନ 16, ନିମ୍ନୋକ୍ତ କେଉଁ ବ୍ରିଟିଶ ଶାସକଙ୍କ କାଳରେ ଭାରତରେ ଇଂରେଜୀ ଭାଷା ଓ ଶିକ୍ଷାର ପ୍ରଚଳନ ହେଲା? କେଉଁ ଇଂରେଜ ଶାସକଙ୍କ କାଳରେ? ନା ଉତ୍ତର ହେଲା ଲର୍ଡ ୱିଲିୟମ ବେଣ୍ଟିକ୍। ପ୍ରଶ୍ନ 17, ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ସାହିତ୍ୟ ମାଧ୍ୟମରେ ଜାତୀୟ ଚେତନା ଜାଗ୍ରତ କରିଥିଲେ? କିଏ? ନା ଉତ୍ତର ହେଲା ସୁବ୍ରମଣ୍ୟମ ଭାରତୀ। ପ୍ରଶ୍ନ 18, ଭାରତୀୟମାନଙ୍କ ମଧ୍ୟରେ କ'ଣ ସୃଷ୍ଟି କରିବା ବଙ୍ଗ ବିଭାଜନ ପ୍ରକୃତ ଉଦ୍ଦେଶ୍ୟ ଥିଲା? କ'ଣ? ନା ଉତ୍ତର ହେଲା ସାମ୍ପ୍ରଦାୟିକ ତିକ୍ତତା। ପ୍ରଶ୍ନ 19, ମୁସଲମାନ ମଧ୍ୟରେ ନବଜାଗରଣ ସୃଷ୍ଟି କିଏ କରିଥିଲେ? କିଏ? ନା ଉତ୍ତର ହେଲା ସାର ସୟଦ ଅହମ୍ମଦ ଖାଁ। ପ୍ରଶ୍ନ 20, ଭାରତରେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ପ୍ରତି କିଏ
କରିଥିଲେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା କିଏ କରିଥିଲେ? ନା ଉତ୍ତର ହେଲା ଲର୍ଡ ଡେଲହାଉସ୍। ପ୍ରଶ୍ନ 21 ବ୍ରିଟିଶ ସରକାରଙ୍କ ଅର୍ଥନୀତି ଓ ଶିଳ୍ପନୀତି ଯୋଗୁଁ ଭାରତର ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଅବନତି ଘଟିଲା? କେଉଁ କ୍ଷେତ୍ରରେ ଅବନତି ଘଟିଲା? ନା ଉତ୍ତର ହେଲା କୁଟୀର ଶିଳ୍ପ। ପ୍ରଶ୍ନ 22 ଗରିବ କୃଷକମାନଙ୍କୁ ନିମ୍ନୋକ୍ତ କିଏ ଶୋଷଣ କରୁଥିଲେ? କିଏ ଶୋଷଣ କରୁଥିଲେ ଗରିବ କୃଷକମାନଙ୍କୁ? ନା ଉତ୍ତର ହେଲା ଜମିଦାର ମାନେ। ପ୍ରଶ୍ନ 23 ଆଲାନ ଅକ୍ଟାଭିଆନ ହ୍ୟୁମ ସିମଲାରେ ନିମ୍ନୋକ୍ତ କାହାକୁ ସାକ୍ଷାତ କରିଥିଲେ? କାହାକୁ ସାକ୍ଷାତ କରିଥିଲେ ଆଲାନ ଅକ୍ଟାଭିଆନ ହ୍ୟୁମ? ନା ଉତ୍ତର ହେଲା ବଟଲାର ଡଫରିନଙ୍କୁ। ପ୍ରଶ୍ନ 24 ଭାରତୀୟ ଜାତୀୟ କଂଗ୍ରେସରେ ନିମ୍ନୋକ୍ତ କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା? କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସ? ନା ଉତ୍ତର 1885। ପ୍ରଶ୍ନ 25 ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ନିମ୍ନୋକ୍ତ କେବେ ଅନୁଷ୍ଠିତ ହୋଇଥିଲା? କେବେ? ନା ଉତ୍ତର ହେଲା 1885 ମସିହା ଡିସେମ୍ବର ମାସ 28 ଓ 29 ତାରିଖ। ପ୍ରଶ୍ନ 26 ଜାତୀୟ କଂଗ୍ରେସ ଦ୍ୱିତୀୟ ଅଧିବେଶନରେ କେତେ ଜଣ ପ୍ରତିନିଧି ଯୋଗ ଦେଇଥିଲେ? ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନରେ କେତେ ଜଣ ପ୍ରତିନିଧି? ନା ଉତ୍ତର ହେଲା 436। ପ୍ରଶ୍ନ 27 ଭାରତୀୟ ଜାତୀୟ କଂଗ୍ରେସର ତୃତୀୟ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ? କିଏ ସଭାପତିତ୍ୱ କରିଥିଲେ ତୃତୀୟ ଅଧିବେଶନରେ? ନା ଉତ୍ତର ହେଲା ବଦରୁଦ୍ଦିନ ତ୍ୟାବଜୀ। ପ୍ରଶ୍ନ 28 ଭାରତୀୟ ଜାତୀୟ କଂଗ୍ରେସର ଚତୁର୍ଥ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଚତୁର୍ଥ ଅଧିବେଶନ କେଉଁଠାରେ? ନା ଉତ୍ତର ଆହ୍ଲାବାଦ। ପ୍ରଶ୍ନ 29 ଭାରତୀୟ ଜାତୀୟ କଂଗ୍ରେସ ଚତୁର୍ଥ ଅଧିବେଶନରେ ସଭାପତିତ୍ୱ କରିଥିବା ଜର୍ଜ ୱେଲ କେଉଁ ଧର୍ମର ଲୋକ ଥିଲେ? କେଉଁ ଧର୍ମର ଲୋକ ଥିଲେ? ନା ଉତ୍ତର ହେଲା ଖ୍ରୀଷ୍ଟିଆନ। ପ୍ରଶ୍ନ 30 ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମ୍ନୋକ୍ତ ମଧ୍ୟରୁ କିଏ ପ୍ରଚଳନ କରିଥିଲେ? କିଏ ପ୍ରଚଳନ କରିଥିଲେ? ନା ଉତ୍ତର ହେଲା ଲର୍ଡ ରିପନ। ପ୍ରଶ୍ନ 31 ଭାରତୀୟ ଜାତୀୟ କଂଗ୍ରେସର ସପ୍ତମ ଅଧିବେଶନରେ କେତେ ଜଣ ପ୍ରତିନିଧିତ୍ୱ କରିଥିଲେ? ସପ୍ତମ ଅଧିବେଶନରେ କେତେ ଜଣ? ନା ଉତ୍ତର ହେଲା 812। ପ୍ରଶ୍ନ 32 ନିମ୍ନୋକ୍ତ କିଏ ନରମପନ୍ଥୀ ଗୋଷ୍ଠୀର ନେତା ଥିଲେ? କିଏ? ନା ଉତ୍ତର ହେଲା ଗୋପାଳ କୃଷ୍ଣ ଗୋଖଲେ। ପ୍ରଶ୍ନ 33 କେଉଁ ଇଂରେଜ ଶାସକ ବଙ୍ଗ ବିଭାଜନ ଘୋଷଣା କରିଥିଲେ? କେଉଁ ଇଂରେଜ ଶାସକ? ନା ଉତ୍ତର ହେଲା ଲର୍ଡ କର୍ଜନ। ପ୍ରଶ୍ନ 34 ବିଦେଶୀ ଦ୍ରବ୍ୟ ବର୍ଜନ ବିଷୟରେ ଆଲୋଚନା ପାଇଁ କଲିକତା ଟାଉନ ହଲରେ ନିମ୍ନୋକ୍ତ କେବେ ଏକ ସଭା ବସିଥିଲା? କେବେ ବସିଥିଲା? 1905 ଅଗଷ୍ଟ 7 ତାରିଖ। ପ୍ରଶ୍ନ 35 ଫିରୋଜ ଶାହ ମେହେଟ୍ଟା କଂଗ୍ରେସର କେଉଁ ଅଧିବେଶନରେ ସଭାପତିତ୍ୱ କରିଥିଲେ? କେଉଁ ଅଧିବେଶନରେ? ନା ଉତ୍ତର ହେଲା ଷଷ୍ଠ। ପ୍ରଶ୍ନ 36 ଆଲତାଫ ହୁସୈନ ନିମ୍ନୋକ୍ତ କେଉଁ ମଧ୍ୟରୁ କେଉଁ କାର୍ଯ୍ୟ କରୁଥିଲେ? ଆଲତାଫ ହୁସୈନ କେଉଁ କାର୍ଯ୍ୟ କରୁଥିଲେ? ନା ଉତ୍ତର ହେଲା ଲେଖକ। ପ୍ରଶ୍ନ 37 ନିମ୍ନୋକ୍ତ କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଅଟନ୍ତି? କିଏ? ନା ଉତ୍ତର ହେଲା ଆଲାନ ଅକ୍ଟାଭିଆନ ହ୍ୟୁମ। ପ୍ରଶ୍ନ 38 ଭାରତୀୟ ଜାତୀୟ କଂଗ୍ରେସର ପଞ୍ଚମ ଅଧିବେଶନରେ ନିମ୍ନୋକ୍ତ କିଏ ସଭାପତିତ୍ୱ କରିଥିଲେ? ପଞ୍ଚମ ଅଧିବେଶନରେ କିଏ? ନା ୱିଲିୟମ ଭୟତାର କର୍ଣ୍ଣ। ପ୍ରଶ୍ନ 39 ବଙ୍ଗ ବିଭାଜନ ବିରୋଧ କରି କେଉଁ ଆନ୍ଦୋଳନ ମୁଣ୍ଡ ଟେକିଥିଲା? କେଉଁ ଆନ୍ଦୋଳନ? ଉତ୍ତର ହେଲା ସ୍ୱଦେଶୀ ଆନ୍ଦୋଳନ। ପ୍ରଶ୍ନ 40 ନିମ୍ନୋକ୍ତ ମଧ୍ୟରୁ କିଏ 1899 ମସିହାରେ ଭାରତର ବଟଲାଟ ହୋଇଥିଲେ? କିଏ? ନା ଉତ୍ତର ହେଲା ଲର୍ଡ ନାଥାଲିଆନ କର୍ଜନ। ପ୍ରଶ୍ନ 41
भारत रे एक जातीय संगठन आवश्यकता अछि बोली आलान ऑक्टावियन ह्यूम काहाकू अवगत कराइथिले काहाकू ना उत्तर होला डफरिन। प्रश्न 42 निम्नलिखित गुड़िक मध्य केउंटी डेलहाउसी समय आरंभ होइथिला केउंटी ना उत्तर होला रेल चलाचल। प्रश्न 43 लॉर्ड कर्जन केउं मसीहारे भारत को बड़लाट होई आसीथिले केउं मसीहारे ना उत्तर होला 1899 मसीहा। प्रश्न 44 भारतीय जातीय कांग्रेस रो द्वितीय अधिवेशन केबे अनुष्ठित होइतिला द्वितीय अधिवेशन जातीय कांग्रेस रो द्वितीय अधिवेशन केबे अनुष्ठित होइतिला ना उत्तर डिसेंबर मास 28 तारीख। प्रश्न 45 भारतीय जातीय कांग्रेस द्वितीय अधिवेशन रे किए सभापतित्व करथिले द्वितीय अधिवेशन रे किए सभापतित्व करथिले ना उत्तर होला दादा भाई नारोजी। प्रश्न 46 भारतीय जातीय कांग्रेस तृतीय अधिवेशन केबे अनुष्ठित होइतिला तृतीय अधिवेशन केबे अनुष्ठित होइतिला ना उत्तर होला 1887 मसीहा डिसेंबर मास रे। प्रश्न 47 भारतीय जातीय कांग्रेस तृतीय अधिवेशन केउंठारे अनुष्ठित होइतिला केउंठारे ना उत्तर होला मांद्राज। प्रश्न 48 भारतीय जातीय कांग्रेस तृतीय अधिवेशन रे केते जण प्रतिनिधि जोग देइथिले केते जण ना उत्तर होला 607। प्रश्न 49 भारतीय जातीय कांग्रेस चतुर्थ अधिवेशन केबे अनुष्ठित होइतिला केबे अनुष्ठित होइतिला ना उत्तर होला 1888 मसीहा डिसेंबर। प्रश्न 50 भारतीय जातीय कांग्रेस चतुर्थ अधिवेशन रे किए सभापतित्व करथिले ना उत्तर होला जॉर्ज यूल। प्रश्न 51 भारतीय जातीय कांग्रेस चतुर्थ अधिवेशन रे केते जण प्रतिनिधि जोग देइथिले केते जण ना उत्तर होला 1428 जण। प्रश्न 52 भारतीय जातीय कांग्रेस पंचम अधिवेशन केबे अनुष्ठित होइथिला केबे ना उत्तर होला 1899 मसीहा डिसेंबर मास रे। प्रश्न 53 भारतीय जातीय कांग्रेस पंचम अधिवेशन रे केते जण प्रतिनिधि जोग देइथिले ना उत्तर होला 1899 जण। प्रश्न 54 भारतीय जातीय कांग्रेस षष्ठ अधिवेशन केबे अनुष्ठित होइथिला षष्ठ ना उत्तर होला 1890 मसीहा। प्रश्न 55 भारतीय जातीय कांग्रेस षष्ठ अधिवेशन केउंठारे अनुष्ठित होइथिला केउंठारे ना उत्तर होला कोलकाता। प्रश्न 56 भारतीय जातीय कांग्रेस सप्तम अधिवेशन केबे अनुष्ठित होइथिला षष्ठ भारतीय जातीय कांग्रेस सप्तम अधिवेशन केबे अनुष्ठित होइथिला केबे ना उत्तर होला 1891 मसीहा। प्रश्न 57 भारतीय जातीय कांग्रेस सप्तम अधिवेशन केउंठारे अनुष्ठित होइथिला सप्तम अधिवेशन केउंठारे अनुष्ठित होइथिला केउंठारे ना उत्तर होला नागपुर। प्रश्न 58 भारतीय जातीय कांग्रेस सप्तम अधिवेशन किए सभापतित्व करथिले किए उत्तर होला आनंद चार्लू। प्रश्न 59 स्वदेशी आंदोलन केबे आरंभ होइथिला केबे ना उत्तर होला 1905 मसीहा। प्रश्न 60 इंग्रेज सरकार केबे बंग विभाजन घोषणा कले केबे ना उत्तर होला 1905 मसीहा अक्टोबर 16 तारीख।